ଜାଡ଼ରେ ଥରହର ସାରା ରାଜ୍ୟ। ଗୋटे ପଟେ ଶୀତ ଯୋଗୁଁ ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଅନ୍ୟପଟେ ଆଜି କିଛି ଜିଲ୍ଲାରେ ବର୍ଷା ନେଇ ସମ୍ଭାବନା ରହିଛି। ଖାସ୍ କରି ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ହାଲୁକା ବର୍ଷା ନେଇ ସମ୍ଭାବନା ଥିବା ବିଭାଗ ପକ୍ଷରୁ କୁହାଯାଇଛି। ପାଣିପାଗ ବିଭାଗ କହିଛି ଯେ ଆଜି ଅର୍ଥାତ୍ 8ରେ ରାଜସ୍ଥାନ, ପଞ୍ଜାବ, ହରିୟାଣା ଏବଂ ଚଣ୍ଡିଗଡ଼ର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତ୍ୟଧିକ ଶୀତ ହେବାର ସମ୍ଭାବନା ରହିଛି। ପ୍ରବଳ ଥଣ୍ଡା ସମଗ୍ର ଉତ୍ତର ଭାରତରେ ଲୋକଙ୍କୁ ଶ୍ୱାସରୁଦ୍ଧ କରିଦେଇଛି। ଏହି କାରଣରୁ ଲୋକମାନେ ଘରୁ ବାହାରିବାକୁ ଯିବା କଷ୍ଟକର ହୋଇପଡ଼ିଛି। ପାଣିପାଗ ବିଭାଗ କହିଛି ଯେ ଶୀତରେ ଆହୁରି ବୃଦ୍ଧି ହେବାର ସମ୍ଭାବନା ରହିଛି। ଦିଲ୍ଲୀ ସମେତ ରାଜସ୍ଥାନ, ହରିୟାଣା, ଉତ୍ତରପ୍ରଦେଶ ଏବଂ ପଞ୍ଜାବରେ ଥଣ୍ଡା ଲହରୀ ଜାରି ରହିଛି। ପାଣିପାଗ ବିଭାଗ ଅନୁଯାୟୀ ଆଜି ଦିଲ୍ଲୀରେ ଶୀତ ଅଧିକ ହେବ। କେବଳ ଏତିକି ନୁହେଁ, ଆଗାମୀ ଦିନରେ ବର୍ଷା ହେବ, ଯାହା ପରେ ଥଣ୍ଡା ଆହୁରି ବଢ଼ିବ। ଆଜି ଦିଲ୍ଲୀର ସର୍ବାଧିକ ତାପମାତ୍ରା 15 ଡିଗ୍ରୀ ସେଲସିୟସ୍ ଏବଂ ସର୍ବନିମ୍ନ ତାପମାତ୍ରା 9 ଡିଗ୍ରୀ ସେଲସିୟସ୍ ରହିବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ କହିଛି ଯେ ଜାନୁଆରୀ 8 ମଧ୍ୟରେ ରାଜସ୍ଥାନ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼ର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତ୍ୟଧିକ ଥଣ୍ଡା ଦିନ ହେବାର ସମ୍ଭାବନା ରହିଛି। ଏହା ସହିତ ଉତ୍ତରପ୍ରଦେଶ ଏବଂ ବିହାରର କେତେକ ଅଞ୍ଚଳରେ ଘନ କୁହୁଡ଼ି ହେବ। ଜାମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ ଏବଂ ଉତ୍ତରପ୍ରଦେଶରେ କୁହୁଡ଼ି ସମ୍ପର୍କରେ ଏକ ସତର୍କ ସୂଚନା ଜାରି କରାଯାଇଛି। ଓଡ଼ିଶା ପାଣିପାଗ ବାବଦରେ କହିବାକୁ ଗଲେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜର ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ସାମାନ୍ୟ ବର୍ଷା ହେବା ନେଇ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଅନ୍ୟପଟେ ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ନବରଙ୍ଗପୁର ଓ କଳାହାଣ୍ଡି ଆଦି ଜିଲ୍ଲାରେ ମଧ୍ୟମରୁ ଘନ କୁହୁଡ଼ି ଆଚ୍ଛାଦିତ କରିବା ନେଇ ସମ୍ଭାବନା ରହିଛି। ସେହିପରି କଳାହାଣ୍ଡି, ରାୟଗଡ଼ା, ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, ସୋନପୁର, ବଲାଙ୍ଗୀର ଓ ନୟାଗଡ଼ରେ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହେବ। ଘନ କୁହୁଡ଼ି ଯୋଗୁଁ ଗାଡ଼ି ମୋଟର ଚଳାଚଳରେ ସମସ୍ୟା ଉପୁଜିବା ସହ ଦୁର୍ଘଟଣା ଆଶଙ୍କା ଥିବାରୁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଜିଲ୍ଲା ପ୍ରଶାସନ ଓ ଏସ୍ପିଙ୍କୁ ସତର୍କତା ପଦକ୍ଷେପ ନେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା 3 ଦିନ ଯାଏଁ ଘନ କୁହୁଡ଼ି ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ସେହିଭଳି ରାତିର ତାପମାତ୍ରା ଆସନ୍ତା 5 ଦିନ ଯାଏଁ ବିଶେଷ ପରିବର୍ତ୍ତନ ହେବ ନାହିଁ। ସ୍ୱାଭାବିକ ଠାରୁ 3 ଡିଗ୍ରୀ ଯାଏଁ ଅଧିକ ରହିବ। ଫଳରେ ଶୀତ ଆଉ ବଢ଼ିବ ନାହିଁ। ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଏହା ବ୍ୟତୀତ ହିମାଚଳ ପ୍ରଦେଶ, ଓଡ଼ିଶା, ପଶ୍ଚିମବଙ୍ଗ, ସିକିମ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଏବଂ ତ୍ରିପୁରାର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ିର ସତର୍କ ସୂଚନା ରହିଛି।